ସ୍ୱାଧୀନତାର 77 ବର୍ଷ ଭିତରେ ଆମେ ଦେଖିନଥିଲୁ ଯେ ଦୁଇଟି ଜାତୀୟ ରାଜନୈତିକ ଦଳ ଟେକା ଫୋପଡ଼ା ଫୋପଡ଼ି ହେବେ। କ'ଣ ହେଲା କି ଆମ ସଂସ୍କୃତି, କୁଆଡ଼େ ଗଲା ଆମ ପରମ୍ପରା? ଏ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲା ପରେ ଯୋଉଠି ଯୋଉଠି ଭାରତୀୟ ଜନତା ପାର୍ଟି ସରକାରକୁ ଆସିଛି ପ୍ରତ୍ୟେକ ଜାଗାରେ ଦଙ୍ଗା ସୃଷ୍ଟି ହେଇଛି। 2008 ମସିହାରେ ଏ ଭାରତୀୟ ଜନତା ପାର୍ଟି ବିଜୁ ଜନତା ଦଳ ସହ ମିଶି ସରକାର କଲାବେଳେ ଏଇଠି କନ୍ଧମାଳ ଦଙ୍ଗା ହେଲା। 24 ମସିହାରେ ଏମାନେ ବାଇଚାନ୍ସ ଗଭର୍ଣ୍ଣମେଣ୍ଟ ତିଆରି କଲା ପରେ ଏଠି ବାଲେଶ୍ୱର ଦଙ୍ଗା ହେଲା। ଆମେ ଗୋଟିଏ କଥା କହି ରଖିବା ପାଇଁ ଚାହୁଁ, ଏ ମାଟି ଓଡ଼ିଶା ମାଟି, ଏ ମାଟିର ପରମ୍ପରା, ଏ ମାଟିର ସଂସ୍କୃତି ଅନନ୍ୟ। ସାରା ଭାରତ ବର୍ଷରେ ଓଡ଼ିଶାର ନାଁ ହେଉଛି ଯେ ଆମର ସଂସ୍କୃତିକୁ ନେଇକି, ଆମର ଭାଇଚାରାକୁ ନେଇକି। ଆମେ ଦୁଇଟି ରାଜନୈତିକ ଦଳ ଭିତରେ ଟେକା ଫୋପଡ଼ା ଫୋପଡ଼ି ଢେଲା ମାଡ଼ ମଡ଼ି ହେବା, ଏ ଜିନିଷ ଆମେ କେବେ ଚାହିଁନଥିଲୁ। ଏ ସମସ୍ତ ଘଟଣାବଳୀକୁ ନେଇକି ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଯେ ବାଇଚାନ୍ସ ଚିଫ୍ ମିନିଷ୍ଟର ହେଇଛନ୍ତି ମୋହନ ମାଝୀ, ତାକୁ ଆମେ କହି ରଖିବା ପାଇଁ ଚାହୁଁ ଯେ ମୋହନ ମାଝୀ, ଆପଣ ଓଡ଼ିଶାଟାକୁ ଓଡ଼ିଶା ଭଳି ଭାବନ୍ତୁ। ଆପଣ ଏ ଜଗନ୍ନାଥର ମାଟିକୁ ଜଗନ୍ନାଥକୁ ଯେମିତି ସମ୍ମାନ ଦିଆଯାଏ, ଏ ମାଟିକୁ ମଧ୍ୟ ସେ ସମ୍ମାନ ଦିଅନ୍ତୁ। ଆପଣ ଓଡ଼ିଶାଟାକୁ ୟୁପି ବିହାର ଭଳି ଭାବନ୍ତୁନି ଯେ ରାତି ପାଇଲେ ଆମକୁ ତଲୁଆର ଧରି ବାହାରିବା ପାଇଁ ପଡ଼ିବ। ସେସବୁ ଜିନିଷ ଓଡ଼ିଶାରେ ହୁଏନି। ଆପଣ ଏଠି ଓଡ଼ିଶାରେ ଯେବେ ଯେବେ ସରକାର କରିଛନ୍ତି ସେବେ ସବୁ ତଲୁଆର ବାହାରୁଛି। ଆମେ କହି ରଖିବା ପାଇଁ ଚାହୁଁ, ତଲୁଆରକୁ ବନ୍ଦ କରନ୍ତୁ, ଗଣ୍ଡଗୋଳ ବନ୍ଦ ହଉ। ୟୁପି ବିହାର ଇକ୍ୱେସନ୍ ଏଠି ବନ୍ଦ ହଉ। ଏଠି ଭାରତୀୟ ଜନତା ପାର୍ଟି ଓଡ଼ିଶା ଭଳି ଟ୍ରାନଜିଟ୍ରେ ସରକାର ଚଲାଉ। ଯଦି ଏଥିରେ ବିଚ୍ୟୁତ ରୁହନ୍ତି, ଯଦି ଆମର ଏଫଆଇଆର୍ ଉପରେ କମିଶନର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ୟା ଉପରେ ହୋମ୍ ଡିପାର୍ଟମେଣ୍ଟ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତାହେଲେ ମୋହନ ମାଝୀ ଦେଖିବେ ଯେ ଜଗନ୍ନାଥଙ୍କ ମାଟିରେ ମଧ୍ୟ ମୋହନ ମାଝୀକୁ କେମିତି ବିରୋଧ କରାଯାଇପାରେ। ଆମେ ଜଗନ୍ନାଥଙ୍କ ଦ୍ୱାଇ ଦେଇ କହୁଛୁ ଯେ ମୋହନ ମାଝୀକୁ ରାସ୍ତାରେ ଚଲେଇ ଦେବୁନି ଯେ ପର୍ଯ୍ୟନ୍ତ ହୋମ୍ ଡିପାର୍ଟମେଣ୍ଟ ଠିକ୍ ଭାବରେ ସମସ୍ତ ତଦନ୍ତ ଠିକ୍ ଭାବରେ ନ କରୁଛୁ।